Hello friends, welcome to my YouTube channel Educate Odisha, and in this video we are going to learn the formula subject plus promise plus verb. Okay, ଏହି promise ର ଓଡ଼ିଆ ହେଉଛି ପ୍ରତିଜ୍ଞା। ପ୍ରତିଜ୍ଞା ଓକେ ଦେଖନ୍ତୁ ଏଇଠି I promise ଅଛି, ଏଇଠି ମଧ୍ୟ I promise ଅଛି, I promise, I promise, I promise, I promise, ଏମିତି still last sentence କେବଳ I promise ହିଁ ଅଛି ଫାଷ୍ଟରେ। ଓକେ ଦେଖନ୍ତୁ I promise, I promise, I promise ହେଲା। ତାମାନେ ଦେଖନ୍ତୁ ଏଇଠି ଆମେ କ'ଣ କହୁଛେ ନା ଦେଖ ଫାଷ୍ଟ ସେଣ୍ଟେନ୍ସକୁ ଆମେ ଯଦି ଅବଜର୍ଭ କରିବା ତାହେଲେ ଆମେ ଜାଣିପାରିବା I promise, I ହେଉଛି ଗୋଟେ ସବଜେକ୍ଟ, ତେଣୁ I promise I am telling the truth। ଓକେ ମୁଁ ପ୍ରତିଜ୍ଞା କରୁଅଛି ଯେ ମୁଁ ସତ କହିବି। ଓକେ then next is I promise to practice my math। ମୁଁ ପ୍ରତିଜ୍ଞା କରୁଛି ମୁଁ ନିଶ୍ଚିତ ଭାବରେ ମ୍ୟାଥ୍ ଗୁଡ଼ାକ ପ୍ରାକ୍ଟିସ୍ କରିବି। ଓକେ then next is I promise to call you। ମୁଁ ପ୍ରତିଜ୍ଞା କରୁଛି ତମକୁ ନିହାତି ଭାବେ କଲ୍ କରିବି। I promise I will tell you। ମୁଁ ପ୍ରତିଜ୍ଞା କରୁଛି ମୁଁ ତୁମକୁ ନିଶ୍ଚିତ ଭାବେ କହିବି। I promise I will come to your party। ମୁଁ ପ୍ରତିଜ୍ଞା କରୁଛି ମୁଁ ନିଶ୍ଚିତ ଭାବେ ତମ ପାର୍ଟିରେ ଯୋଗ ଦେବି। ଓକେ then next is I promise to complete that work। ମୁଁ ପ୍ରତିଜ୍ଞା କରୁଛି ସେହି କାମଟିକୁ ନିଶ୍ଚିତ ଭାବେ ପୂରା କରିବି। I promise I will send you our all pictures। ମୁଁ ପ୍ରତିଜ୍ଞା କରୁଛି ମୁଁ ନିଶ୍ଚିତ ଭାବେ ସବୁ ଫଟୋ ଗୁଡ଼ାକ ଆପଣଙ୍କ ପାଖକୁ ଛାଡ଼ିବି। ଓକେ I promise I will help you। ମୁଁ ପ୍ରତିଜ୍ଞା କରୁଛି ମୁଁ ତୁମକୁ ନିଶ୍ଚିତ ଭାବେ ସାହାଯ୍ୟ କରିବି। I promise I will come back at time। ମୁଁ ପ୍ରତିଜ୍ଞା କରୁଛି ମୁଁ ନିହାତି ଭାବେ ଠିକ୍ ସମୟରେ ଫେରି ଆସିବି। I promise I will change my bad habits। ମୁଁ ପ୍ରତିଜ୍ଞା କରୁଛି ନିଶ୍ଚିତ ଭାବେ ମୁଁ ମୋ ଖରାପ ଅଭ୍ୟାସ ଗୁଡ଼ାକ ବଦଳେଇ ଦେବି। I promise I will type all that paragraph। ମୁଁ ପ୍ରତିଜ୍ଞା କରୁଛି ସେହି ପାରାଗ୍ରାଫଟିକୁ ସମ୍ପୂର୍ଣ୍ଣ ଭାବେ ଟାଇପ୍ କରିବି। ଓକେ I promise I will be a good citizen। ମୁଁ ପ୍ରତିଜ୍ଞା କରୁଛି ମୁଁ ଜଣେ ଭଲ ନାଗରିକ ହେବି। I promise I will not hurt you। ମୁଁ ପ୍ରତିଜ୍ଞା କରୁଛି ମୁଁ ତୁମକୁ ଦୁଃଖ ଦେବି ନାହିଁ। ଓକେ ତାମାନେ ଆପଣ ଦେଖନ୍ତୁ ବୁଝି ଯାଇଥିବେ ଏହି ପ୍ରମିସ୍ର ଓଡ଼ିଆ ହେଉଛି ପ୍ରତିଜ୍ଞା। ଯେମିତି ଏଗୁଡ଼ାକ କ'ଣ ନା ସେଣ୍ଟେନ୍ସ ଗୁଡ଼ାକ ଆମେ ଯେମିତି ପ୍ରାକ୍ଟିସ୍ କଲେ ବା ଦେଖିଲେ ଏହିପରି ହିଁ ଆପଣମାନେ ଆଉ ଅନେକ ସେଣ୍ଟେନ୍ସ ନିଜ ମାଇଣ୍ଡରେ କ୍ରିଏଟ୍ କରିପାରିବେ। ଓକେ ତାହେଲେ ଆଜିକାର ଏହି ଭିଡ଼ିଓରେ ମାତ୍ର ଏତିକି ହିଁ। ଆଉ ଗୋଟେ ଭିଡ଼ିଓ ଆସିବା ପର୍ଯ୍ୟନ୍ତ ଆପଣ ମାନେ ଏହି ଭିଡ଼ିଓ ଗୁଡ଼ାକ ପ୍ରାକ୍ଟିସ୍ କରନ୍ତୁ ଆଉ ଡେଲି ଲାଇଫରେ କେମିତି ୟୁଜ୍ କରିପାରିବେ ତାହା ସମ୍ପୂର୍ଣ୍ଣ ମାତ୍ରାରେ ଧ୍ୟାନ ରଖନ୍ତୁ। କିପ୍ ପ୍ରାକ୍ଟିସ୍, କିପ୍ ଲର୍ଣ୍ଣିଂ, ଟେକ୍ କେୟାର ଏଣ୍ଡ ଆକ୍ୱାର ନଲେଜ୍ କଣ୍ଟିନ୍ୟୁଅସଲି। ଓକେ ଧନ୍ୟବାଦ।